ଦେଖୁଥିବା ସମସ୍ତ ଶିକ୍ଷକ ତଥା ମୋର ପ୍ରିୟ ଛାତ୍ରଛାତ୍ରୀ ମାନଙ୍କୁ ଆଜିର ଏହି ଆମର ଭର୍ଚୁଆଲ କ୍ଲାସରେ ସମସ୍ତଙ୍କୁ ସ୍ୱାଗତ। ପିଲାମାନେ, ଆଜି ଆମେ ନବମ ଶ୍ରେଣୀ ଭୂଗୋଳ ବିଷୟର ପାଠ ଚତୁର୍ଥ ଜଳବାୟୁ ବିଷୟରେ ପର୍ଯ୍ୟବେକ୍ଷଣ ତଥା ଆଲୋଚନା କରିବା। ପିଲାମାନେ, ଜଳ ଓ ବାୟୁକୁ ନେଇକି ଏହି ଶବ୍ଦଟି ଗଠିତ ହୋଇଅଛି। ଏହାକୁ ଆମେ ସୁଚାରୁ ରୂପେ ଜଳବାୟୁ ବା ଇଂରାଜୀରେ ତାକୁ ଆମେ କ୍ଲାଇମେଟ୍ କହିଥାଉ। ପିଲାମାନେ, ଋତୁ ପରିବର୍ତ୍ତନ, ଦିନ ସମୟରେ ବାୟୁ ଶୀତଳ ଥାଏ, ମଧ୍ୟାହ୍ନରେ ବାୟୁ ଗରମ ହୋଇଯାଏ ବା ଉପକୂଳ ଅଞ୍ଚଳରେ ନାତିଶୀତୋଷ୍ଣ ଜଳବାୟୁ ବା ନାତିଶୀତୋଷ୍ଣ ପାଗ ଆମେ ଲକ୍ଷ୍ୟ କରିଥାଉ। ତଥା ଦେଶର ଅଭ୍ୟନ୍ତରରେ ଆମେ ଯେତିକି ପ୍ରବେଶ କରିବା ସେତିକି ବାୟୁର ଆମେ ଉଷ୍ମତା ବା ଗରମ ଆମେ ତାପ ଆମେ ଲକ୍ଷ୍ୟ କରିଥାଉ। ଆମେ ପଢ଼ିଛେ କି ହିମାଳୟ ପର୍ବତ ଶ୍ରେଣୀରେ ତୁଷାରପାତ ହୋଇଥାଏ, କିନ୍ତୁ ସୁନ୍ଦରଗଡ଼ରେ ଆମେ କେବେ ବି ତୁଷାରପାତ ଲକ୍ଷ୍ୟ କରି ନାହୁଁ ଆଜି ପର୍ଯ୍ୟନ୍ତ। ଯେତେ ସବୁ ପିଲାମାନେ ମୁଁ କହିଲି ଏ ବିଷୟରେ ସମସ୍ତଙ୍କର କିଛି ନା କିଛି ଗୋଟେ କାରଣ ଅଛି, କାରକ ଅଛି, ବହୁତ ସାରା ଉପାଦାନ ନିୟମ ଅଛି। ତା ପାଇଁ ଏହିସବୁ ପରିବର୍ତ୍ତନ ଆମେ ଆମର ପରିବେଶରେ ତଥା ଆମେ ବସବାସ କରୁଥିବା ଆମର ନିର୍ଦ୍ଦିଷ୍ଟ ଅଞ୍ଚଳରେ ଆମେ ଲକ୍ଷ୍ୟ କରିଥାଉ। ତାକୁ ନେଇକି ପିଲାମାନେ ଆଗକୁ ଆମେ ପର୍ଯ୍ୟବେକ୍ଷଣ ତଥା ଆଲୋଚନା କରିବା। ସ୍ମାର୍ଟ ବୋର୍ଡକୁ ସମସ୍ତେ ଲକ୍ଷ୍ୟ କର, ସବୁ ଗୋଟେ ଗୋଟେ କନସେପ୍ଟକୁ ବୁଝ। ଜଳବାୟୁ ପାଠକୁ ପିଲାମାନେ ଭଲ ଭାବେ ସମସ୍ତେ ବୁଝ। ପିଲାମାନେ ସମସ୍ତେ ସ୍ମାର୍ଟ ବୋର୍ଡକୁ ଲକ୍ଷ୍ୟ କର। ଦେଖିପାରୁଥିବ କି ସ୍ମାର୍ଟ ବୋର୍ଡରେ ଅନେକ ଫଟୋ ଚିତ୍ର ରହିଅଛି। ଟିକଲିପଡ଼ା ଗଭର୍ଣ୍ଣମେଣ୍ଟ ହାଇସ୍କୁଲ ପ୍ରଥମ ଫଟୋ ଚିତ୍ରକୁ ଲକ୍ଷ୍ୟ କର। ଟିକଲିପଡ଼ା ଗଭର୍ଣ୍ଣମେଣ୍ଟ ହାଇସ୍କୁଲ, ଟିକଲିପଡ଼ା ଗଭର୍ଣ୍ଣମେଣ୍ଟ ହାଇସ୍କୁଲ, ଲତାଲଗା ଗଭର୍ଣ୍ଣମେଣ୍ଟ ହାଇସ୍କୁଲ ପ୍ରଥମ ଫଟୋ ଚିତ୍ରକୁ ଲକ୍ଷ୍ୟ କର। ପିଲାମାନେ ଦେଖିପାରୁଥିବ କି ଏହି ଫଟୋ ଚିତ୍ରରେ ପ୍ରଥମ ଫଟୋ ଚିତ୍ରରେ ବୃଷ୍ଟିପାତ ତଥା ବର୍ଷାକୁ ସୂଚଉଛି। ଦ୍ୱିତୀୟ ଫଟୋ ଚିତ୍ରରେ ଶୀତ ଋତୁକୁ ବର୍ଣ୍ଣନା କରୁଅଛି। ପିଲାଟି ଦେଖ ଶୀତ ବସ୍ତ୍ର ପରିଧାନ କରିଛି। ଆଉ ତୃତୀୟ ଫଟୋ ଚିତ୍ରରେ ଉଷ୍ମତା ତଥା ଗରମକୁ ପିଲାମାନେ ଲକ୍ଷ୍ୟ କରାଯାଉଛି। ଯେତେ ବି ଆମେ ଜିନିଷ ଦେଖିଲେ ଏଠି ନା ପରିବେଶରେ ବୃଷ୍ଟିପାତ ହେଉଛି, ପରିବେଶ ଗୋଟେ ସମୟରେ ଶୀତଳ ବା ଥଣ୍ଡା ହେଉଛି, ପରିବେଶ ଗୋଟେ ସମୟରେ ଉଷ୍ମ ତଥା ଗରମ ହେଉଛି। ତ ଏହି ପରିବର୍ତ୍ତନ ଯୋଉ ହଉଛି ପରିବେଶରେ ତାକୁ ପରିବର୍ତ୍ତନ କରିବା ପାଇଁ ବାୟୁମଣ୍ଡଳରେ ଥିବା ଅନେକ ଗୁଡ଼ାଏ ଉପାଦାନ ସାହାଯ୍ୟ କରୁଛନ୍ତି। ଆଉ ସେଇ ଉପାଦାନକୁ ଆମେ କାରକ ବା କାରଣ କହିଥାଉ। ତାକୁ ନେଇକି ପିଲାମାନେ ଏ ପାଠଟି ପୁରାପୁରି ଭାବରେ ସମ୍ପୂର୍ଣ୍ଣ ତିଆରି ହେଇଛି। ଆକୁ ଆମେ ଆଲୋଚନା କରିବା। ପିଲାମାନେ ସମସ୍ତେ ଲକ୍ଷ୍ୟ କର ନା ପୃଥିବୀ ଅଶ୍ମମଣ୍ଡଳ, ବାୟୁମଣ୍ଡଳ ଓ ବାରିମଣ୍ଡଳକୁ ନେଇକି ଗଠିତ ହୋଇଅଛି। ଆଉ ଯେତେବେଳେ ଅଶ୍ମମଣ୍ଡଳ, ବାୟୁମଣ୍ଡଳ ଓ ବାରିମଣ୍ଡଳ ଗୋଟେ ଜାଗାରେ ମିଶନ୍ତି, ସେଇଠୁ ପିଲାମାନେ ଜୀବନ ଆରମ୍ଭ ହୋଇଥାଏ। ତାକୁ ଆମେ ଜୈବମଣ୍ଡଳ କହିଥାଉ। ପିଲାମାନେ ଅଶ୍ମମଣ୍ଡଳ କହିଲେ ସମସ୍ତ ଭୂମି, ବାରିମଣ୍ଡଳ କହିଲେ ସମସ୍ତ ଜଳରାଶି, ବାୟୁ କହିଲେ ପିଲାମାନେ ବହୁତ ଗ୍ୟାସକୁ ନେଇକି, ବହୁତ ସାରା ଗ୍ୟାସକୁ ନେଇକି ବାୟୁ ମିଶ୍ରିତ ଭାବରେ ସୃଷ୍ଟି ହୋଇଥାଏ। ଆଉ ଏହି ସବୁ ଯେତେବେଳେ ବାୟୁମଣ୍ଡଳ, ଅଶ୍ମମଣ୍ଡଳ, ବାରିମଣ୍ଡଳ ଗୋଟେ ଜାଗାରେ ମିଶନ୍ତି, ତ ସେଇଠି ପିଲାମାନେ ଜୀବନ ବା ଜୈବମଣ୍ଡଳ ସୃଷ୍ଟି ହୋଇଥାଏ। ପିଲାମାନେ ଆଜିକା ଏହି ବିଷୟ ଜଳବାୟୁ ଆମେ ବାୟୁମଣ୍ଡଳରେ ଲକ୍ଷ୍ୟ କରିଥାଉ। ବାୟୁମଣ୍ଡଳ କହିଲେ ମୁଁ କହିଲି ନା ବାୟୁମଣ୍ଡଳ ହେଉଛି ଗ୍ୟାସ ମାନଙ୍କର ମିଶ୍ରଣ। ବାୟୁମଣ୍ଡଳ ହେଉଛି ଗ୍ୟାସୀୟ ମିଶ୍ରଣ। ସମସ୍ତେ ଖାତାରେ ଲେଖ, ଗ୍ୟାସୀୟ ମିଶ୍ରଣ।
ଅନେକ ଗୁଡ଼ାଏ ଗ୍ୟାସକୁ ନେଇକି ବାୟୁମଣ୍ଡଳ ସୃଷ୍ଟି ହେଇଛି। ଆଉ ଏଇ ବାୟୁମଣ୍ଡଳରେ ପିଲାମାନେ ଆମେ ସମସ୍ତ ଜଳବାୟୁ ଗତିବିଧି ଆମେ ଲକ୍ଷ୍ୟ କରିଥାଉ। ଆଉ ଏଇ ବାୟୁମଣ୍ଡଳ ପିଲାମାନେ ପୃଥିବୀର ଚାରିପାଖରେ ଘେରି ରହିଥିବାରୁ ବା ବାୟୁର ଆସ୍ତରଣକୁ ପିଲାମାନେ ଆମେ କଣ କହୁଛେ, ବାୟୁମଣ୍ଡଳ କହୁଛି। ମନେକର ଇଏ ପୃଥିବୀ, ତାହେଲେ ପୃଥିବୀର ଚତୁଃପାର୍ଶ୍ୱରୁ ପିଲାମାନେ ବାୟୁମଣ୍ଡଳଟି ସମ୍ପୂର୍ଣ୍ଣ ଭାବରେ ପୃଥିବୀକୁ କମ୍ବଳ ପରିକା ଢାଙ୍କି ରହିଛି। ଆଉ ବାୟୁମଣ୍ଡଳ ହେଉଛି ଗ୍ୟାସୀୟ ମାନଙ୍କର ମିଶ୍ରଣ, ଅନେକ ଗୁଡ଼ାଏ ଗ୍ୟାସକୁ ନେଇକି ବାୟୁମଣ୍ଡଳ ସୃଷ୍ଟି ହୋଇଛି। ଆଉ ଏଇ ମଣ୍ଡଳରେ ପିଲାମାନେ ଆମେ ସମସ୍ତ ଜଳବାୟୁ ଗତିବିଧି ଲକ୍ଷ୍ୟ କରିଥାଉ। ବାୟୁମଣ୍ଡଳରେ ଆମେ ସମସ୍ତ ଜଳବାୟୁ ଗତିବିଧି ଆମେ ଲକ୍ଷ୍ୟ କରିଥାଉ। ପିଲାମାନେ ଜଳବାୟୁ ସମସ୍ତେ ଜାଣିପାରିଲ ନା ବାୟୁମଣ୍ଡଳରେ ଆମେ ଲକ୍ଷ୍ୟ କରିଥାଉ। ତାପରେ ବୁଝିବା ପିଲାମାନେ ପାଗ ଓ ଜଳବାୟୁ। ପାଗ ସମସ୍ତେ ଲକ୍ଷ୍ୟ କରୁଥିବ ବା ଦେଖିପାରୁଥିବ କି ସକାଳ ସମୟରେ ବାୟୁ ଶୀତଳ ଥାଏ, ବାୟୁ ଥଣ୍ଡା ଥାଏ। ଠିକ ମଧ୍ୟାହ୍ନ ବେଳକୁ ସୂର୍ଯ୍ୟର ଉତ୍ତାପ ବୃଦ୍ଧି ହେବାରୁ ବାୟୁ ଗରମ ହୋଇଥାଏ ବା ଆମକୁ ଉଷ୍ମ ଲାଗିଥାଏ। ଠିକ ସନ୍ଧ୍ୟା ବେଳକୁ ପୁଣି ସୂର୍ଯ୍ୟ ଅସ୍ତ ବେଳକୁ ବାୟୁ ପୁଣି ଶୀତଳ ହୋଇଥାଏ। ତ ପରିବେଶରେ ଆମେ ପରିବର୍ତ୍ତନ ଲକ୍ଷ୍ୟ କରୁଛେ। ବୁଝିପାରିଲ କି ନାହିଁ? ଏହି ପରିବର୍ତ୍ତନକୁ ପିଲାମାନେ ଆମେ କଣ କହିବା? ପାଗ କହିବା। ଗୋଟେ ନିର୍ଦ୍ଦିଷ୍ଟ ସ୍ଥାନର ପରିବର୍ତ୍ତନ, ତାପରେ ପରିବର୍ତ୍ତନ, ବାୟୁର ଆର୍ଦ୍ରତାରେ ପରିବର୍ତ୍ତନ, ବାୟୁର ଦିଗରେ ପରିବର୍ତ୍ତନ। ଦେଖିପାରୁଥିବ ସକାଳ ସମୟରେ ସୂର୍ଯ୍ୟ ରଶ୍ମି ବା ସକାଳ ସମୟରେ ବାୟୁ ଶୀତଳ ବାୟୁ ପ୍ରବାହିତ ହେଉଥାଏ। ମଧ୍ୟାହ୍ନ ବେଳକୁ ଉତ୍ତାପ, ଠିକ ପୂର୍ବାହ୍ନ 2ଟା 3ଟା ବେଳକୁ ଘଡ଼ଘଡ଼ି ସହିତ ପିଲାମାନେ ବୃଷ୍ଟିପାତ ହେଇଥାଏ। ତ ଏହି କମ ସମୟରେ ଏହି ସବୁ ପରିବେଶରେ ପରିବର୍ତ୍ତନକୁ ଆମେ କଣ କହୁଛେ? ପାଗ କହୁଛି। ପିଲାମାନେ କଣ କଣ ସବୁ ପରିବର୍ତ୍ତନ ହଉଛି ନା ବାୟୁର ଉତ୍ତାପରେ ପରିବର୍ତ୍ତନ ଦେଖାଯାଉଛି, ବାୟୁର ଚାପରେ ପରିବର୍ତ୍ତନ ଦେଖାଯାଉଛି, ବାୟୁର ପ୍ରବାହରେ ପରିବର୍ତ୍ତନ ଦେଖାଯାଉଛି, ପ୍ରବାହିତ ଦିଗରେ ପରିବର୍ତ୍ତନ ଦେଖାଯାଉଛି, ବୃଷ୍ଟିପାତରେ ପରିବର୍ତ୍ତନ ଦେଖାଯାଉଛି। ତ ନିର୍ଦ୍ଦିଷ୍ଟ ସ୍ଥାନରେ ସମୟ ଅନୁସାରେ ପ୍ରତି ମିନିଟରେ, ପ୍ରତି ସେକେଣ୍ଡରେ, ପ୍ରତି ସମୟରେ ଯୋଉ ପରିବର୍ତ୍ତନକୁ ଆମେ କଣ କହୁଛେ? ପାଗ କହୁଛି। ସମସ୍ତେ ବୁଝିପାରିଲ? ପାଗ ନା ପ୍ରତି ସମୟରେ ବଦଳି ଯାଉଛି। କିନ୍ତୁ ପିଲାମାନେ ଜଳବାୟୁ ହେଉଛି ଏହି ପାଗର ହାରାହାରି ସମୟକୁ ଆମେ କଣ କହିବା? ଜଳବାୟୁ କହିବା। ହାରାହାରି ପାଗ କହିଲେ ପିଲାମାନେ ଭାବ, ଏଇନେ ତୁମେ ଯୋଉ ସ୍ଥାନରେ ବସବାସ କରୁଛ ସେଇ ସ୍ଥାନରେ ବର୍ଷ ବର୍ଷ ଧରି ସେଇ ସମାନ ପ୍ରକାରର ପାଗ ଯଦି ଆମେ ଲକ୍ଷ୍ୟ କରିବା ବା ଦେଖିବା, ତାକୁ ଆମେ ତୁମ ସ୍ଥାନର ଜଳବାୟୁ ବୋଲି କହିବା। ବୁଝିପାରିଲ କି ନାହିଁ? ପାଗ ଏକ ନିର୍ଦ୍ଦିଷ୍ଟ ସମୟରେ ଗୋଟେ ସ୍ଥାନର ଏକ ନିର୍ଦ୍ଦିଷ୍ଟ ସମୟକୁ ଆମେ ପାଗ କହୁଛେ, ଯାହାକି ପ୍ରତି ସମୟରେ ବଦଳି ଯାଉଛି। ସୂର୍ଯ୍ୟ ଉତ୍ତାପରେ ପରିବର୍ତ୍ତନ ଦେଖାଯାଉଛି, ସେଠିକାର ବାୟୁ ଚାପରେ ପରିବର୍ତ୍ତନ ଦେଖାଯାଉଛି, ବାୟୁର ବେଗ, ବାୟୁର ଦିଗ, ଆର୍ଦ୍ରତା ତଥା ବୃଷ୍ଟିପାତରେ ଆମେ ପରିବର୍ତ୍ତନ ଲକ୍ଷ୍ୟ କରୁଛେ। କିନ୍ତୁ ଜଳବାୟୁ ହେଉଛି ତାହା ବର୍ଷ ବର୍ଷ ଧରି ଗୋଟେ ସ୍ଥାନରେ ରହିବ ବା ତାର ଯୋଉ ଅବସ୍ଥା, ଆମେ ଯୋଉ ବାୟୁର ଉତ୍ତାପ ଦେଖିଲେ, ଚାପ ଦେଖିଲେ, ଆର୍ଦ୍ରତା, ବେଗ, ଦିଗ, ବୃଷ୍ଟିପାତ, ସେଟା ବହୁତ ସମୟ ଦିନ ପର୍ଯ୍ୟନ୍ତ ରହିବ। ତ ସେଇ ଅବସ୍ଥାକୁ ଆମେ କଣ କହିବା? ଜଳବାୟୁ କହିବା। କଣ କହିବା? ଜଳବାୟୁ କହିବା। ବୁଝିପାରିଲ କି ନାହିଁ ପିଲାମାନେ? ପାଗ ଆଉ ଜଳବାୟୁ ବିଷୟରେ। ପାଗ ପ୍ରତି ସମୟରେ ବଦଳିଥାଏ, ଜଳବାୟୁକୁ ପାଖାପାଖି 30ରୁ 40 ବର୍ଷ ସମୟ ଲାଗିଥାଏ ପରିବର୍ତ୍ତନ ହେବା ପାଇଁ। କଣ ସବୁ ପରିବର୍ତ୍ତନ ଦେଖୁଛେ? ବାୟୁର ଉତ୍ତାପ, ବାୟୁର ଚାପ, ବାୟୁର ଦିଗ, ବେଗ, ଆର୍ଦ୍ରତା ତଥା ବୃଷ୍ଟିପାତରେ ଆମେ ପରିବର୍ତ୍ତନ ଲକ୍ଷ୍ୟ କରୁଛେ। ପିଲାମାନେ ଦେଖ, ଯାହା ସବୁ ମୁଁ ପରିବର୍ତ୍ତନ କହୁଛି ସେମିତି କଣ ଯାଦୁ ହଉଛି କି ସେଟା ପରିବର୍ତ୍ତନ ହେଇଯାଉଛି? ମ୍ୟାଜିକ ତ କିଛି ହବନି ନା, ତାର କିଛି ଗୋଟେ କାରଣ ଅଛି। ତ ସେଇ କାରଣକୁ ପିଲାମାନେ ଆମେ କଣ କହିଥାଉ? ଉପାଦାନ କହିଥାଉ। ତ ଏଇ ଉପାଦାନ ଗୁଡିକୁ ପିଲାମାନେ ଆଗକୁ ଆମେ ବୁଝିବା। ଯେମିତି ପ୍ରଥମ ଉପାଦାନ ହେଉଛି ବାୟୁର ଉତ୍ତାପ, ଦ୍ୱିତୀୟ ଉପାଦାନ ହେଉଛି ବାୟୁର ଚାପ, ତୃତୀୟ ଉପାଦାନ ହେଉଛି ବାୟୁ ପ୍ରବାହର ଦିଗ ତଥା ବେଗ ଓ ଆର୍ଦ୍ରତା, ଆଉ ଶେଷରେ ହେଉଛି ପିଲାମାନେ ବୃଷ୍ଟିପାତ। ଖାତାରେ ସମସ୍ତେ ନୋଟ କରିଦିଅ। ପ୍ରଥମେ ବୁଝିବା ଆମେ ଉତ୍ତାପ।
ପିଲାମାନେ ସମସ୍ତେ ଲକ୍ଷ୍ୟ କର। ସୂର୍ଯ୍ୟର ଲମ୍ବବତ ରଶ୍ମି 0 ଡିଗ୍ରୀରୁ 10 ଡିଗ୍ରୀ ଉତ୍ତର ଆଉ 10 ଡିଗ୍ରୀ ଦକ୍ଷିଣରେ ପିଲାମାନେ ପଡିଥାଏ। କହିବାକୁ ଗଲେ ଏଇ ଏତିକି ଅଞ୍ଚଳରେ ଆମେ ସୂର୍ଯ୍ୟର ଲମ୍ବବତ ରଶ୍ମି ଲକ୍ଷ୍ୟ କରିଥାଉ। ଏତିକି ଅଞ୍ଚଳରେ ଆମେ ସୂର୍ଯ୍ୟର ଲମ୍ବବତ ରଶ୍ମି ଲକ୍ଷ୍ୟ କରିଥାଉ। ଆକ୍ଷାଂଶ ଯେତେ ବୃଦ୍ଧି ହେବ, ଯେତେ ଉତ୍ତରକୁ ଯିବ ବା ଆକ୍ଷାଂଶ ଯେତେ ଦକ୍ଷିଣକୁ ବୃଦ୍ଧି କରିବ, ସୂର୍ଯ୍ୟର ରଶ୍ମି ପିଲାମାନେ କଣ ହେଇଥାଏ, କ୍ରମାଗତ ଭାବରେ ହ୍ରାସ ପାଇଥାଏ। ଯଦି ଗୋଟେ ପିଲା ବିଷୁବ ରେଖାରେ ଛିଡା ହେଇଛି, ତାହେଲେ ତାର ଜଳବାୟୁ କିପରି ଥିବ? ଯେହେତୁ ସୂର୍ଯ୍ୟର ଲମ୍ବବତ ରଶ୍ମି ତା ଦେହରେ ପଡୁଛି, ଦିନ ସାରା ପୁରା ସେ ଉଷ୍ମତା ପାଉଛି, ତ ତାର ଜଳବାୟୁ ଉଷ୍ମ ଥିବ। ଏଇନେ ତାର ସ୍ଥାନ ପରିବର୍ତ୍ତନ ହେଇଗଲା, ସେ ଛିଡା ହେଲା ଉତ୍ତର ମେରୁ ଅଞ୍ଚଳରେ, ଯୋଉଠି ସୂର୍ଯ୍ୟ ରଶ୍ମି ସ୍ୱଳ୍ପ ପରିମାଣରେ ପଡିଥାଏ। କହିବାକୁ ଗଲେ ବହୁତ କମ ପରିମାଣରେ ପଡିଥାଏ। ତ ସେଠିକାର ତାର ଜଳବାୟୁରେ ପରିବର୍ତ୍ତନ ଦେଖାଯିବ କି ନାହିଁ? ଯେତେବେଳେ ସେ ବିଷୁବ ରେଖାର ନିକଟବର୍ତ୍ତୀରେ ଥିଲା, ତାକୁ ଉଷ୍ମ ଲାଗୁଥିଲା, କିନ୍ତୁ ତାର ସ୍ଥାନ ପରିବର୍ତ୍ତନ ହେଲା, ସ୍ଥାନ ପରିବର୍ତ୍ତନ ମେରୁ ଅଞ୍ଚଳକୁ ଗଲା, ଆଉ ସେଇ ମେରୁ ଅଞ୍ଚଳରେ ପିଲାମାନେ ତାକୁ ଶୀତଳ ବା ତାକୁ ଥଣ୍ଡା ଅନୁଭୂତ ହେଲା। ତ ଏଟା ହଉଛି ପିଲାମାନେ ସୂର୍ଯ୍ୟର ଉତ୍ତାପରୁ ପିଲାମାନେ ଆମେ କଣ ଜଳବାୟୁରେ ପରିବର୍ତ୍ତନ ବା ସେଇ ନିର୍ଦ୍ଦିଷ୍ଟ ସ୍ଥାନର ଜଳବାୟୁରେ ପରିବର୍ତ୍ତନ ଆମେ ଲକ୍ଷ୍ୟ କରିଥାଉ। ପିଲାମାନେ ଯେହେତୁ ତାପ ବିଷୟରେ ଆମେ ପରିଧାନ ପଢୁଛେ, ତାପ ଖାତାରେ ନୋଟ କର। ତାପ ଓ ଚାପ, ଯୋଉ ସ୍ଥାନର ତାପରେ ବୃଦ୍ଧି ଦେଖାଯିବ, ସେଇ ସ୍ଥାନରେ ଆମେ ଚାପ ହ୍ରାସ ପାଇବା କମ। ଯୋଉ ସ୍ଥାନର ତାପରେ ବୃଦ୍ଧି ଦେଖାଯିବ, ସେଇ ସ୍ଥାନରେ ଆମେ ପିଲାମାନେ ଚାପ କମ ପାଇବା। ପିଲାମାନେ ତାପ ବୃଦ୍ଧି ହେଲେ ଚାପ କାହିଁକି କମ ହଉଛି? ଦେଖ, ମନେକର ଏଟା ଗୋଟେ ଭୂମି, ସୂର୍ଯ୍ୟ ରଶ୍ମି ଏ ଭୂମି ଉପରେ ପଡିଲା। ସୂର୍ଯ୍ୟ ରଶ୍ମି ପଡିବାରୁ ପିଲାମାନେ ଏଇ ବାୟୁରେ ଥିବା ଜଳୀୟ ବାଷ୍ପ ଗୁଡାକ ହାଲୁକା ହେଇକି ଗରମ ହେଇକି ସିଧାସଳଖ ମାନେ ଊର୍ଧ୍ୱଗାମୀ ହେଇଥାନ୍ତି। ଊର୍ଧ୍ୱଗାମୀ ହେଲା ପରେ ପିଲାମାନେ ଦେଖ, ଆଗରୁ ଏଇ ସ୍ଥାନରେ ପରିପୂର୍ଣ୍ଣ ଭାବରେ ଜଳୀୟ କଣା ଥିଲା, କିନ୍ତୁ ସୂର୍ଯ୍ୟର ରଶ୍ମି ପଡିବାରୁ ପିଲାମାନେ ଏଇ ଯୋଉ ଜଳୀୟ କଣା ଗୁଡାକ ଊର୍ଧ୍ୱ ବା ଉପରକୁ ହାଲୁକା ହେଇକି ପିଲାମାନେ ଊର୍ଧ୍ୱଗାମୀ ହେଲେ। ତ ଏଇ ସ୍ଥାନର ଜଳୀୟ କଣା ଧୀରେ ଧୀରେ କମିଯିବ। ତ ତାକୁ ପରିପୂରଣ କରିବା ପାଇଁ ପିଲାମାନେ ଚତୁର୍ଦିଗରୁ ଯୋଉ ଶୀତଳ ବାୟୁ ପ୍ରବେଶ କରିଥାନ୍ତି, ଆଉ ସେଇଠି ଚାପକୁ ସେମାନେ ସମାନତା ସହିତ ରକ୍ଷା କରିଥାନ୍ତି। ବୁଝିପାରିଲ କି ନାହିଁ? ଗୋଟେ ସ୍ଥାନରେ ଯେତେବେଳେ ତାପ ବୃଦ୍ଧି ହେଉଛି, ସେଇ ସ୍ଥାନର ଚାପରେ ଆମେ ପରିଲକ୍ଷିତ ବା ଚାପ କମି ଯାଉଛି। ଏଇ ସ୍ଥାନରେ ପିଲାମାନେ ତାପ ବହୁତ କମ ବା ସ୍ୱଳ୍ପ ପରିମାଣରେ ପଡୁଛି, ତାହେଲେ ଏହି ସ୍ଥାନରେ ପିଲାମାନେ ଚାପ ଅଧିକ ନିହାତି ଭାବରେ ଥିବ। ବୁଝିପାରିଲ କି ନାହିଁ? ବିଷୁବ ରେଖାରେ ତାପ ଅଧିକ ପଡୁଛି, ଚାପ କମି ଯାଉଛି। ଠିକ ସେହିପରି ମେରୁ ଅଞ୍ଚଳରେ ପିଲାମାନେ ଯେହେତୁ ସୂର୍ଯ୍ୟର ରଶ୍ମି କମ, ତ ଚାପ କଣ ହବ? ବୃଦ୍ଧି ହବ। ତାପ କମିଗଲେ ଚାପଟା କଣ ହେଇଯିବ? ବୃଦ୍ଧି ହବ। ବୁଝିପାରିଲ କି ନାହିଁ? ତ ଏଇ ସବୁ ପରିବର୍ତ୍ତନରୁ ପିଲାମାନେ ଆମେ ଲକ୍ଷ୍ୟ କରିଥାଉ, ଆମେ ଜଳବାୟୁରେ ପରିବର୍ତ୍ତନ ସବୁ ଲକ୍ଷ୍ୟ କରିଥାଉ। ପିଲାମାନେ ଗୋଟେ ଜଳବାୟୁକୁ ନେଇକି ବର୍ଷକୁ ଋତୁରେ ଭାଗ କରାଯାଇଥାଏ। ଆମ ଭାରତରେ ପ୍ରାୟ 3 ମାସ ନେଇକି ପିଲାମାନେ ଆମେ ଗୋଟେ ଋତୁ ଆମେ ପରିଲକ୍ଷିତ ବା ଆମେ ଦେଖିଥାଉ। ତ ଜଳବାୟୁକୁ ନେଇକି ବର୍ଷରେ ପିଲାମାନେ ଋତୁରେ ଭାଗ କରାଯାଇଥାଏ। ଜଳବାୟୁକୁ ପୁଣି ଋତୁରେ ଭାଗ କରାଯାଇଥାଏ। ଠିକ ସେହିପରି ପିଲାମାନେ ଜଳବାୟୁକୁ ନେଇକି ବିଭିନ୍ନ ସମସ୍ତ ଆମର ପୁରା ପୃଥିବୀରେ ପିଲାମାନେ ଜଳବାୟୁକୁ ନେଇକି ଭାଗ କରାଯାଇଛି ବା ବିଭାଜନ କରାଯାଇଛି କି କୋଉ ସ୍ଥାନରେ ଯେହେତୁ ସମସ୍ତ ଆମେ ଲକ୍ଷ୍ୟ କରିଲେ କଣ କି ସମସ୍ତ ସ୍ଥାନରେ ସମାନ ପରିମାଣରେ ତାପ ଗ୍ରହଣ ବା ତାପ ପଡୁନାହିଁ। କୋଉଠି ଉଷ୍ମ, କୋଉଠି ଶୀତଳ, କୋଉଠି ଚାପ ଅଧିକ, କୋଉଠି ଚାପ ବହୁତ କମ। ତ ପିଲାମାନେ ସେଇଠି ଆମେ ଜଳବାୟୁରେ ମଧ୍ୟ ଆମେ ପରିବର୍ତ୍ତନ ଲକ୍ଷ୍ୟ କରିଥାଉ। ତ ଜଳବାୟୁକୁ ପିଲାମାନେ ଭାଗ କରାଯାଇଛି, ବିଭାଜନ କରାଯାଇଛି
ତାଙ୍କର ନିୟମିତ ନିର୍ଦ୍ଦିଷ୍ଟ ଯୋଉ ଉପାଦାନ ଗୁଡାକ ଲକ୍ଷ୍ୟ କରିକି ମୁଖ୍ୟତଃ ପିଲାମାନେ ଭାରତରେ ଆମେ କେଉଁ ପ୍ରକାର ଜଳବାୟୁ ଲକ୍ଷ୍ୟ କରିଥାଉ କହିଲେ ପିଲାମାନେ ଆମେ ମୌସୁମୀ ଜଳବାୟୁ ଲକ୍ଷ୍ୟ କରିଥାଉ। ଭାରତର ଜଳବାୟୁ କିପରି କହିଲେ କଣ କହିବ? ମୌସୁମୀ ଜଳବାୟୁ କହିବ। ମୌସୁମୀ ଶବ୍ଦଟା ତ ଭାରତୀୟ ଶବ୍ଦ ପରି ଜଣା ପଡୁନି। ମୌସୁମୀ ଶବ୍ଦଟା ପିଲାମାନେ ଆରବ ଦେଶରୁ ଆସିଛି। ମୌସୁମୀର ଅର୍ଥ ହଉଛି ପରିବର୍ତ୍ତନ। କାହାର ପରିବର୍ତ୍ତନ? ନା ବାୟୁରେ ଥିବା ତାପରେ ପରିବର୍ତ୍ତନ, ବାୟୁରେ ଥିବା ଆର୍ଦ୍ରତାରେ ପରିବର୍ତ୍ତନ, ବାୟୁରେ ଥିବା ବେଗରେ ପରିବର୍ତ୍ତନ, ବାୟୁରେ ଥିବା ଜଳୀୟ କଣାରେ ପରିବର୍ତ୍ତନ। ତ ମୌସୁମୀ ଶବ୍ଦର ଅର୍ଥ ହଉଛି ପରିବର୍ତ୍ତନ। କାହାର ପରିବର୍ତ୍ତନ? ନା ଜଳବାୟୁର ସମସ୍ତ ଉପାଦାନର ପରିବର୍ତ୍ତନ। ସମସ୍ତେ ବୁଝିପାରିଲ? ତ ଭାରତରେ ବା ଆମର ଦକ୍ଷିଣ ଏସିଆ ତଥା ଦକ୍ଷିଣ ପୂର୍ବ ଏସିଆ ରାଷ୍ଟ୍ର ମାନଙ୍କରେ ପିଲାମାନେ ଆମେ ମୌସୁମୀ ଜଳବାୟୁ ଆମେ ଲକ୍ଷ୍ୟ କରିଥାଉ। ଭାରତ, ପାକିସ୍ତାନ, ବାଂଲାଦେଶ, ନେପାଳ, ଭୁଟାନ, ମିଆଁମାର, କାମ୍ବୋଡିଆ, ଲାଓସ ଠୁ ନେଇକି ପିଲାମାନେ ପୁରା ଫିଲିପାଇନ୍ସ, ଇଣ୍ଡୋନେସିଆ ପର୍ଯ୍ୟନ୍ତ ସମସ୍ତ ଦକ୍ଷିଣ ଏସୀୟ ଦେଶ ଆଉ ଦକ୍ଷିଣ ଏସୀୟ ରାଷ୍ଟ୍ର ମାନଙ୍କ ମଧ୍ୟରେ ପିଲାମାନେ ଆମେ ଏଇ ମୌସୁମୀ ଜଳବାୟୁ ଲକ୍ଷ୍ୟ କରିଥାଉ। ଯାହାର ଅର୍ଥ ହଉଛି କି ପରିବର୍ତ୍ତନ। କାହାର ପରିବର୍ତ୍ତନ? ଜଳବାୟୁର ସମସ୍ତ ଉପାଦାନରେ ପରିବର୍ତ୍ତନ। ପିଲାମାନେ ଉତ୍ତାପ ଓ ବୃଷ୍ଟିପାତର ତାରତମ୍ୟ ଆମେ ଲକ୍ଷ୍ୟ କରିଲେ କି କୋଉ ଜାଗାରେ ଅଧିକ ଉତ୍ତାପ ପଡୁଛି। ଉତ୍ତାପ ପଡିବାରୁ ପିଲାମାନେ ଉତ୍ତାପ ବୃଦ୍ଧି ହେଲେ ଚାପ କମୁଛି। ଚାପ ପିଲାମାନେ ଯେତେବେଳେ କମି ଯାଉଛି ସେଇଠି ଲଘୁଚାପ ସୃଷ୍ଟି ହଉଛି, ପୁଣି ବୃଷ୍ଟିପାତ ହଉଛି। ତ ସବୁ ଜାଗାରେ ସମାନ ବୃଷ୍ଟିପାତ ପଡୁନି, ସବୁ ଜାଗାରେ ସମାନ ଉତ୍ତାପ ପଡୁନି। ତାଙ୍କ ମଧ୍ୟରେ ତାରତମ୍ୟ ହେତୁ ଲୋକମାନଙ୍କର ଖାଦ୍ୟ, ପେୟ, ବସ୍ତ୍ର, ବାସଗୃହ, ତାଙ୍କର ତାଙ୍କର ଯୋଉ ଜୀବନ ପ୍ରଣାଳୀରେ ଆମେ ପାର୍ଥକ୍ୟ ବା ପରିଲକ୍ଷିତ ଦେଖିଥାଉ। ଫଟୋ ଚିତ୍ରକୁ ପିଲାମାନେ ସମସ୍ତେ ଲକ୍ଷ୍ୟ କରିବ କି ଦେଖିପାରୁଥିବ ଛାତଟି ସମ୍ପୂର୍ଣ୍ଣ ଭାବରେ ଛାତକୁ ସୁରକ୍ଷିତ ରଖାଯାଇଛି। ପୁରା ବା ଫ୍ଲାଟ ଛାତ ଅଛି, ପୁରାପୁରି ସଫା ଫ୍ଲାଟ ଛାତ ଅଛି। ରାଜସ୍ଥାନରେ ଆମେ ଏହି ପ୍ରକାର ଘର ଆମେ ପରିଲକ୍ଷିତ କରିବା। କାହିଁକି ପରିଲକ୍ଷିତ କରିବା? କି ରାଜସ୍ଥାନଟା ଗୋଟେ ଶୁଷ୍କ ଅଞ୍ଚଳ। ତ ବେଳେ ବେଳେ ଯୋଉ ବୃଷ୍ଟିପାତ ହୁଏ ତ ସେମାନେ ତାଙ୍କର ଛାତରେ ସେମାନେ ଜଳ ସଂଗ୍ରହ କରିଥାନ୍ତି। କିନ୍ତୁ ଦ୍ୱିତୀୟ ଫଟୋ ଚିତ୍ରକୁ ଦେଖ, ଏଠି ଘର ଗୁଡାକ ପିଲାମାନେ ତାଙ୍କର ଯୋଉ ଛାତ ସଂକୀର୍ଣ୍ଣ ଅଛି ବା ଗୋଡାଣିଆ ଅଛି। ଏଟା କେରଳରେ ପିଲାମାନେ ଆମେ ଏହି ପ୍ରକାର ଘର ଲକ୍ଷ୍ୟ କରିବା। କାହିଁକି ନା କେରଳରେ ପିଲାମାନେ ଆମେ ଅଧିକ ବୃଷ୍ଟିପାତ ଲକ୍ଷ୍ୟ କରୁ। ଗୋଡାଣିଆ ଥିବାରୁ ପିଲାମାନେ ଅତି ସହଜରେ ବୃଷ୍ଟିପାତ ଛାତ ଉପରୁ ତଳକୁ ପଡିଥାଏ। ତ ଆମର ସମସ୍ତ ଯେମିତିକି ଖାଦ୍ୟ ହେଲା, ବସ୍ତ୍ର ହେଲା, ଘର ହେଲା, ତ ଜଳବାୟୁରୁ ଆମେ ପିଲାମାନେ ସବୁ ଏଇଗୁଡାକ ଆମେ କାହିଁକି ଏଠି ଆମେ ସ୍ୱେଟର ପିନ୍ଧୁନେ? କାହିଁକି ନା ଆମର ଜଳବାୟୁ ବର୍ତ୍ତମାନ ଉଷ୍ମ। କିନ୍ତୁ ତୁମେ ଯଦି ଯିବ ଜାମ୍ମୁ କାଶ୍ମୀରକୁ ବା ତୁମେ ଯଦି ଯିବ ଏଇନେ ଲଦାଖକୁ, ତାହେଲେ ସେଇଠି ତୁମେ ଏବେ ବି ସେଇଠି ଲୋକମାନଙ୍କର ବସ୍ତ୍ର, ତାଙ୍କର ଖାଦ୍ୟ ପୁରା ସବୁ ଶୀତଳିଆ ଥିବ। ବୁଝିପାରିଲ କି ନାହିଁ? ଦେଖ, ଥର୍ ମରୁଭୂମିରେ ଅଧିବାସୀ ମାନେ ସୂତା ତିଆରି ଢିଳା ପୋଷାକ ପିନ୍ଧନ୍ତି। ଦେଖିପାରୁଥିବ ମୁଣ୍ଡରେ ପଗଡି, ଧଳା ପୋଷାକ, ଢିଲା ପୋଷାକ। କୋଉଠି ପିଲାମାନେ ଥର୍ ମରୁଭୂମି ଅଞ୍ଚଳ ବା ଶୁଷ୍କ ଅଞ୍ଚଳ, ଯୋଉଠି ସୂର୍ଯ୍ୟର ରଶ୍ମି ଅତ୍ୟଧିକ ପଡିଥାଏ। ତ ସେଥିପାଇଁ ପିଲାମାନେ ମୁଣ୍ଡରେ ସେମାନେ ପଗଡି ମଧ୍ୟ ପିନ୍ଧିଥାନ୍ତି। କିନ୍ତୁ ଦେଖିପାରୁଥିବ ଅନ୍ୟ ଏକ ଫଟୋ ଚିତ୍ର ଯୋଉଠି ସେମାନେ ସବୁବେଳେ ପିଲାମାନେ ତାଙ୍କର ଯୋଉ ମଫଲର, କ୍ୟାପ୍, ପୁଣି ପୋଷମ ବସ୍ତ୍ର ଏସବୁ ପିଲାମାନେ, କାହିଁକି ନା ତାଙ୍କର ଜଳବାୟୁ ଶୀତଳ ଥାଏ। ଜାମ୍ମୁ କାଶ୍ମୀରରେ ତୁମେ ଯଦି ଯିବ ତ ସେମାନେ ଏମିତି ପୋଷମ ବସ୍ତ୍ର ଗୁଡାକ ସେମାନେ ବ୍ୟବହାର କରନ୍ତି, ସବୁବେଳେ ସେମାନେ ବ୍ୟବହାର କରନ୍ତି। ତ ଜଳବାୟୁରୁ ପିଲାମାନେ ଏସବୁ ଆମେ ଲକ୍ଷ୍ୟ କରିଥାଉ। ଭାରତର ବିଭିନ୍ନ ଅଞ୍ଚଳରେ ବର୍ଷଣର ଆକାର, ପ୍ରକାର, ପରିମାଣ ଭିନ୍ନ ଭିନ୍ନ ହୋଇଥାଏ। ହିମାଳୟର ଉଚ୍ଚ ଅଞ୍ଚଳରେ ଆମେ ତୁଷାର ବୃଷ୍ଟି ଲକ୍ଷ୍ୟ କରୁଛେ, କିନ୍ତୁ ଆମର ଅଭ୍ୟନ୍ତରୀଣ ଦେଶ ଗୁଡାକରେ ଆମେ ଜଳ ବୃଷ୍ଟି ଦେଖିଥାଉ। ତ ଏଇ ସବୁ ପରିବର୍ତ୍ତନର କାରଣ ହଉଛି ଜଳବାୟୁ ଆଉ ଉପାଦାନ ଗୁଡାକ। ଦେଶର ଉତ୍ତର ପୂର୍ବାଞ୍ଚଳର କେତେକ ସ୍ଥାନରେ ବାର୍ଷିକ ବୃଷ୍ଟିପାତ 100 ସେଣ୍ଟିମିଟରରୁ ଉର୍ଦ୍ଧ୍ୱ ଆମର ଲକ୍ଷ୍ୟ କରିପାରୁଥିବ। ଏଇ ସବୁ ରାଜ୍ୟ ଗୁଡାକ ଉତ୍ତର ପୂର୍ବ ରାଜ୍ୟ ହେଲା, ପୁଣି ପଶ୍ଚିମ ଘାଟର ଏଇ ଅଞ୍ଚଳ, ପ୍ରାନ୍ତୀୟ ଭାରତୀୟ ଏଇ ଅଞ୍ଚଳରେ ଆମେ ବୃଷ୍ଟିପାତ ଅତ୍ୟଧିକ ଦେଖିଥାଉ। ବୁଝିପାରିଲ କି ନାହିଁ? କିନ୍ତୁ କିଛି ଅଞ୍ଚଳରେ ପିଲାମାନେ ବୃଷ୍ଟିପାତ 10 ସେଣ୍ଟିମିଟରରୁ କମ୍, ଯେମିତିକି ପିଲାମାନେ ରାଜସ୍ଥାନର ଏଇ ପଶ୍ଚିମ ଅଞ୍ଚଳ, ପୁଣି ଆମର ହିମାଳୟ ପର୍ବତ ଶ୍ରେଣୀର ଉଚ୍ଚ ସ୍ଥାନରେ ଆମେ 10 ସେଣ୍ଟିମିଟରରୁ କମ୍ ବୃଷ୍ଟିପାତ ଦେଖିଥାଉ।
ବୁଝିପାରିଲ କି ନାଇଁ? ତାର ମଧ୍ୟ ସମସ୍ତ ପିଲାମାନେ କାରଣ ଅଛି, ବୁଝ। ତାକୁ ଆମେ ଦେଖିବା ତାର ସବୁ ନିୟାମକ ଗୁଡାକ କି କଣ ପାଇଁ ସବୁ ଆମେ ପରିବର୍ତ୍ତନ ଲକ୍ଷ୍ୟ କରୁଛି। ପିଲାମାନେ ଦେଖ, ଯେତେ ବି ଜିନିଷ ଆମେ ଲକ୍ଷ୍ୟ କଲେ, ଯେତେ ବି ପରିବର୍ତ୍ତନ ଲକ୍ଷ୍ୟ କରିଲେ, ତ ସମସ୍ତଙ୍କର କାରଣ ରହିଛି, ସମସ୍ତଙ୍କର ଗୋଟିଏ ଗୋଟିଏ ନିୟମ ରହିଛି। ଯଥା ପିଲାମାନେ ଦେଖିପାରୁଥିବ କି ଜଳବାୟୁର ଆମର 10ଟି ଆମର ନିୟାମକ ଅଛି, ଆଉ ଏଇ ନିୟାମକୁ ନେଇକି ପିଲାମାନେ ସେହି ସ୍ଥାନର ଜଳବାୟୁରେ ପାଗରେ ଆମେ ପରିବର୍ତ୍ତନ ଲକ୍ଷ୍ୟ କରିଥାଉ। ପ୍ରଥମ ନିୟାମକ ହଉଛି ଆକ୍ଷାଂଶ। ଆମେ ଫାଷ୍ଟରୁ ମୁଁ କହିଲି, ଫଟୋ ଚିତ୍ର ଦେଖିକି କହିଲି କି ଆକ୍ଷାଂଶ ପରିବର୍ତ୍ତନରେ ଗୋଟେ ସ୍ଥାନର ଜଳବାୟୁରେ ଆମେ ପରିବର୍ତ୍ତନ ଲକ୍ଷ୍ୟ କରିଥାଉ। ଯଦି ମୁଁ ବିଷୁବ ବୃତ୍ତ ପାଖରେ ଛିଡା ହେବି ତାହେଲେ ମୋର ଜଳବାୟୁ ଉଷ୍ମ ଥିବ। ଯଦି ମୋର ଆକ୍ଷାଂଶ ପରିବର୍ତ୍ତନ ହେଇକି 90 ଡିଗ୍ରୀ ଉତ୍ତରକୁ ଗଲା ବା ମେରୁ ଅଞ୍ଚଳକୁ ଗଲା ତାହେଲେ ମୋର ଜଳବାୟୁ ଶୀତଳ ଥିବ। ତ ଆକ୍ଷାଂଶ ପରିବର୍ତ୍ତନ ହେଲେ ଆମେ ଜଳବାୟୁରେ ପରିବର୍ତ୍ତନ ଲକ୍ଷ୍ୟ କରିଥାଉ। 2 ନମ୍ବର ହଉଛି ଉଚ୍ଚତା। ଉଚ୍ଚତା ପରିବର୍ତ୍ତନ ହେଲେ ସେହି ସ୍ଥାନର ଜଳବାୟୁରେ ପରିବର୍ତ୍ତନ ଆମେ ଲକ୍ଷ୍ୟ କରିବା। ଯେମିତିକି ମୁଁ କହିଲି ସୁନ୍ଦରଗଡ଼ର ବର୍ତ୍ତମାନ ତାପମାତ୍ରା ହଉଛି 32 ଡିଗ୍ରୀ ସେଲସିୟସ, 32 ଡିଗ୍ରୀ ସେଣ୍ଟିଗ୍ରେଡ। କିନ୍ତୁ ଆମେ ଯଦି ଆଉ ସୁନ୍ଦରଗଡ଼ର ଉଚ୍ଚତା ହଉଛି ସମୁଦ୍ର ପତନ ଠାରୁ 220 ମିଟର ଉଚ୍ଚତା। ଗୋଟେ ପିଲାମାନେ ନୋଟ ମନେ ରଖ କି ପ୍ରତି 165 ମିଟର ଉଚ୍ଚତା ବୃଦ୍ଧି ହେଲା ବେଳକୁ 1 ଡିଗ୍ରୀ ସେଲସିୟସ ହ୍ରାସ ପାଇଥାଏ ବାୟୁମଣ୍ଡଳରେ। ଏଟା ନିୟମ। ଯଦି ମୁଁ ଯୋଉ ଜାଗାରେ ଛିଡା ହେଇଛି ଆମର ତାପମାତ୍ରା ହଉଛି 32 ଡିଗ୍ରୀ ସେଲସିୟସ, ଯଦି ମୁଁ 165 ମିଟର ଆହୁରି ଉପରକୁ ଚାଲିଯିବି, ମୋର ଉଚ୍ଚତାରେ ବୃଦ୍ଧି ଦେଖାଯିବ, ତାହେଲେ ଏଇଠୁ 1 ଡିଗ୍ରୀ ସେଲସିୟସ ମୋର କଣ ହେଇଯିବ, କମିଯିବ। ତଥା ମୁଁ ସେହି ସ୍ଥାନରେ ମୋର ତାପମାତ୍ରା 31 ଡିଗ୍ରୀ ସେଲସିୟସ ହେଇଯିବ। ବୁଝିପାରିଲ କି ନାଇଁ? ପ୍ରତି 165 ମିଟର ଉଚ୍ଚତାରେ 1 ଡିଗ୍ରୀ ସେଲସିୟସ ହ୍ରାସ ପାଇଥାଏ। ତ ଉଚ୍ଚତା ଯଦି ବୃଦ୍ଧି ହେବ ଗୋଟେ ସ୍ଥାନର ତାପମାତ୍ରା ବା ତାପରେ ଆମେ ପରିବର୍ତ୍ତନ ଲକ୍ଷ୍ୟ କରୁଛେ। ଯେତେ ଉଚ୍ଚତା ବୃଦ୍ଧି ହେଉଛି ତାପ 1 ଡିଗ୍ରୀ ସେଲସିୟସ କମି ଯାଉଛି। ବୁଝିପାରିଲ କି ନାଇଁ? ସେଇଥିପାଇଁ ସେଇ ଉଚ୍ଚତା ବୃଦ୍ଧି ପାଇଁ ପିଲାମାନେ ହିମାଳୟର ତାପମାତ୍ରା ସବୁବେଳେ ସର୍ବନିମ୍ନ ଥାଏ ବା କମ ଥାଏ। ଆଉ କାହିଁକି କମ ଥାଏ? ଯଦି ମୁଁ ହାରାହାରି ଉଚ୍ଚତା 6000 ମିଟର ଉଚ୍ଚତା, ଚିନ୍ତା କର 165 ମିଟର ଉଚ୍ଚତାରେ 1 ଡିଗ୍ରୀ ସେଲସିୟସ ଖସୁଛି, ତାହେଲେ 6000 ମିଟର ଉଚ୍ଚତାରେ କେତେ ଡିଗ୍ରୀ ସେଣ୍ଟିଗ୍ରେଡ ବା ସେଲସିୟସ ହ୍ରାସ ହବ, କମିବ। ସେଇଥିପାଇଁ ପିଲାମାନେ ହିମାଳୟରେ ସର୍ବଦା ସେଇଠି ବୃଷ୍ଟିପାତ ନ ହେଇକି ସେଇଠି ପିଲାମାନେ ତୁଷାରପାତ ହେଇଥାଏ ବା ସ୍ନୋଫଲ ହେଇଥାଏ ତାର ଉଚ୍ଚତା ପାଇଁ। 3 ନମ୍ବର ହଉଛି ପିଲାମାନେ ସମୁଦ୍ରରୁ ନିକଟବର୍ତ୍ତିତା। ସମୁଦ୍ରର ଆମେ ଯେତେ ନିକଟରେ ରହିବା ସେତେ ଆମେ ନାତିଶୀତୋଷ୍ଣ ଜଳବାୟୁ ଲକ୍ଷ୍ୟ କରିବା। ନା ଅଧିକ ଶୀତ ନା ଅଧିକ ଗରମ। କାହିଁକି ନା ପିଲାମାନେ ସେଇଠି ସଦାସର୍ବଦା ଦିନ ସମୟରେ ପିଲାମାନେ ଯୋଉ ସ୍ଥଳ ଅଧିକ ଗରମ ହେଇଥାଏ କାହା ତୁଳନାରେ ନା ଜଳ ତୁଳନାରେ। ତ ସେଇଠୁ ପିଲାମାନେ ଜଳୀୟ ବାଷ୍ପ ଉପରକୁ ଉଠିଥାଏ ଆଉ ସେଇ ସ୍ଥାନକୁ ପୂରଣ କରିବା ପାଇଁ ସମୁଦ୍ରରୁ ପିଲାମାନେ ଶୀତଳ ବାୟୁ ପ୍ରବାହିତ କରିଥାଏ। ରାତି ବେଲା ତାର ଓଲଟା। ରାତି ବେଲା ପିଲାମାନେ କଣ ନା ଆମର ଯୋଉ ସ୍ଥଳ କଣ ହବ, ସ୍ଥଳ ଥଣ୍ଡା ହବ ଆଉ ଜଳ ଗରମ ହବ, ପୁଣି ସେଇଠୁ କ୍ରମାଗତ ଭାବରେ ବାୟୁ ପ୍ରବାହିତ ହବ। ତ ଯେତେ ଆମେ ସମୁଦ୍ରର ନିକଟବର୍ତ୍ତୀ ରହିବା ଆମେ ସେତିକି ନାତିଶୀତୋଷ୍ଣ ଜଳବାୟୁ ଲକ୍ଷ୍ୟ କରିବା। ଆଉ ଯେତେ ସମୁଦ୍ରରୁ ଦୂରକୁ ଯିବା ଆମେ ସେଇଠି ଉଷ୍ମ ଆମେ ଲକ୍ଷ୍ୟ କରିବା ବା ଗରମ ଲକ୍ଷ୍ୟ କରିବା। ତାପରେ ଆସୁଛି ପିଲାମାନେ ବାୟୁ ପ୍ରବାହର ଦିଗ। ପିଲାମାନେ ଆମେ ଜାଣିଛେ କି ପୃଥିବୀରେ ନିୟତ ବାୟୁ ପ୍ରବାହ ଚାଲିଥାଏ। ନିୟତ କହିଲେ ପିଲାମାନେ କଣ ନା ସ୍ଥାୟୀ ବାୟୁ ପ୍ରବାହ। ଯୋଉଟା କି ତମେ ବାୟୁ ପ୍ରବାହ କହିଲେ ବାୟୁ ଗୋଟେ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବ। ସେ କେତେବେଳେ ଯିବ ନା ଯେତେବେଳେ ଚାପରେ ପରିବର୍ତ୍ତନ ଦେଖାଯିବ। ଯଦି ସମସ୍ତ ପୃଥିବୀର ଚାପ ସମାନ ଥାନ୍ତା ତାହେଲେ ବାୟୁ ପ୍ରବାହ ହୁଅନ୍ତା କି? ଜମାରୁ ହୁଅନ୍ତା ନାହିଁ। ତ ଚାପ ଅଲଗା ଅଲଗା ଅଛି, ତାପ ଅଲଗା ଅଲଗା ଅଛି କହିକି ପିଲାମାନେ ସବୁ ସମୟରେ ସବୁ ସ୍ଥାନରେ ଆମେ କଣ ନା ଆମେ ବାୟୁ ପ୍ରବାହ ଆମେ ଲକ୍ଷ୍ୟ କରିଥାଉ। ତାପରେ ଆସୁଛି ମୃତ୍ତିକା। ପିଲାମାନେ ଯଦି ମୃତ୍ତିକାର ଶିଲାରେଣୁକୁ ଲକ୍ଷ୍ୟ କରିବା, ମୃତ୍ତିକାର ଶିଲାରେଣୁ କହିଲେ ନା ତାର ଆକାର ଯଦି ପୁରାପୁରି ଭାବରେ ସୂକ୍ଷ୍ମ ଶିଲାରେଣୁ ରହୁଛି ମୃତ୍ତିକା, ତାହେଲେ ସେ ଅଞ୍ଚଳଟା ଶୁଷ୍କ ଥିବ। ଶୁଷ୍କ କେତେବେଳେ ହବ
जो समय सदा सर्वदा से उत्ताप पड़ुव से वृष्टिपात हो से जगह पूरा पूरी शुष्क थी आम रंग को लक्ष्य कर मृत्तिकार जमती कि पिला कृष्ण मृत्तिका बा कला मृत्तिका से अधिक ताप ग्रहण कर बुझीपार कि नहीं तो मृत्तिका पिला जलवायु को जलवायु परिवर्तन पिला साहाय्य करें। तृतीय हूँ अरण्य अरण्य पिला अरण्य कौ स्थान जो स्थान रे ताप तथा वृष्टिपात उचित परिमाण रे पड़ुव ठीक ताकू जेतिकी दरकार सेतिकी ताप से ग्रहण करुव जेतिकी वृष्टिपात सेतिकी वृष्टिपात पाउथबो ताले से अंचल पूरा पूरी भाव में अरण्य पूर्ण थिबो तो अरण्य पिला आम कौन ना जलवायु परिवर्तन यदि अरण्य शून्य हो वृष्टिपात पाई पार कि जमारू नुह तो अरण्य पिला कौन जलवायु परिवर्तन लक्ष्य कर। 7 नंबर हूँ सामुद्रिक स्रोत पिला आमर 5टी महासागर तथा अनेक गुड़ाई सागर रे पिला सदा सर्वदा सामुद्रिक स्रोत कहले पिला जो ढेउ जो आसी थाए सेटा ताकू आम पिला सामुद्रिक स्रोत कही देख जो जगह उष्म थी से उष्म स्रोत प्रवाहित हम जो जगह शीतल थी से पिला शीतल स्रोत प्रवाहित हम तो सामुद्रिक स्रोत रू ही पिला कौन जलवायु परिवर्तन आपको आम लक्ष्य करवा ये सब गुड़ाक वृष्टिपात तथा पर्वतर अवस्थिति एवं भूमिर ढालू को लेकिन पिला जलवायु आम कौन देखी था परिवर्तन देखी था। मुख्यतः हूँ अक्षांश उच्चता समुद्र ठारू निकटवर्ती वायु प्रवाह दिग मृत्तिका अरण्य तथा सामुद्रिक स्रोत और वृष्टिपात। देखो फास्ट अक्षांश मुझे बुझेइथिली कि अक्षांशर परिवर्तन अक्षांशर परिवर्तन रे देखो एटी जेहेतु एटा सूर्यर लंबवत रश्मि ए स्थान अधिक पड़ुछि तो ए स्थानटा सदा सर्वदा उष्म रहिबो ए स्थान रे सूर्यर रश्मि बहुत कम परिमाण रे पड़ुछि स्वल्प 66 रो अधा 6.5 डिग्री उत्तर को सूर्य रश्मि पड़े नहीं कहले चले एतिकी अंचल रे पिला माने सूर्य रश्मि जमारू पड़े नहीं तो सब बेले पिला माने आमे एटी कोन लक्ष्य करिवा शीतल जलवायु आमे किपरि लक्ष्य करिवा शीतल रखिवा देखो ता मझिरे कोन आउछि 23.5 डिग्री उत्तर रो 6.5 डिग्री उत्तर तो ए अंचलटा पिला माने ना अधिक शीत थिबो ना अधिक गरम थिबो सेति पय याकू कोन कहवा जाउछि नातिशीतोष्ण मंडल कहिथाउ नातिशीतोष्ण मंडल एने लक्ष्य कर आउ अक्षांशर परिवर्तन रे आमे सब जिंस गुडाक लक्ष्य करूछि अक्षांशर परिवर्तन रे आमे सब जिंस गुडाक लक्ष्य करूछि मने कर गोटे पिला छिड़ा हेतबो हमर विषुव रेखारी आउ जणा छिड़ा हेतबो जाई कि उत्तर मेरु अंचल रे आउ जणा छिड़ा हेतबो हमर एई नातिशीतोष्ण मंडल रे आ ताकू जदि आमे पचारिबा कि तोर पाग किपरि तो तोर जलवायु किपरि तो विषुव रेखारे जो पिला छिड़ा हेतबो से कोन कहिबो ता पाग उष्म कहिबो गरम कहिबो जेतु सूर्य रश्मि सीधासलख ता मुंडरे पडुछि जे नातिशीतोष्ण मंडल रे ना सेति अधिक शीत पडुछि ना अधिक गरम पड़ुछि तो ताकू ना अधिक शीत लगुछि ना अधिक गरम नातिशीतोष्ण रहिबो जे पूरा उत्तर रे अवस्थित अछि ताकू पूरा शीतल बा ठंडा जेहेतु सूर्य रश्मि एटी पूरा पूरी भाव में शून्य पड़ुछि तो अक्षांश परिवर्तन हेले आमे जलवायु परिवर्तन लक्ष्य करिथाउ बुझी पारलो कि नहीं। पृथ्वीर आकार जोगु सौर भित्ताप सबु स्थान रे समान भाव में अनुभूत हुए नहीं पिला माने एटा मु बुझाई देछि। तापर देखो भारतर जलवायु नियामक भारत रे आमे मु कहली कि आमे मौसुमी जलवायु लक्ष्य करिथाउ मौसुमी रो अर्थ होछि परिवर्तन ना जलवायु उपादान रे परिवर्तन तार आर्द्रता रे परिवर्तन वेग रे परिवर्तन चाप रे परिवर्तन तो ये सब को नहीं कि पिला माने हमर जो मौसुमी जलवायु ताको आमे लक्ष्य करिया। देखो कर्कट क्रांति पिला माने ये होछि कर्कट क्रांति 23.5 डिग्री उत्तर कर्कट क्रांति यही अंचल रे पिला माने अधिक ताप पड़ी थाए जेहेतु यही अंचल पिला माने विषुव रेखार पाखरे बा पार्श्व रे अछि कहा तुलन रे ना 23.5 डिग्री उत्तर तुलन रे तो ए अंचल अधिक कोन रहइबो गरम बा उत्ताप रहइबो बुझी पाल जदी गरम बा उत्ताप बढ़ुची ताले एही स्थान रो चाप पिला माने कोन हबो चाप कमी जिवो यदि चाप कमी जिवो ताकू पूरण करिबा पई समस्त दिगरो पिला माने शीतल वायु प्रवाहित करिवो बुझी पारलो कि नहीं सदा सर्वदा पिला माने एंती परिवर्तन आमे लक्ष्य करिथाउ केते डिग्री तळकू 23.5 डिग्री कर्कट क्रांति तळकू पिला माने कर्कट क्रांति 8टी राज्य को देकी जाईची
गुजरात रन ऑफ कच्छ रु नहीं कि पिला माने मिजोराम पर्यंत आठटी राज्य को पिला माने देकी जाइछि। तेणु कर्कट क्रांतिर दक्षिण को अवस्थित स्थान गुड़िक अधिक परिमाण रे आलोक और उत्ताप पाई थांती और क्रांतीय वलय रे अवस्थित थिबारु सही स्थान गुड़िक रे क्रांतीय जलवायु आमे लक्ष्य करिथौ। याको आमे क्रांतीय मंडल 0 डिग्री रु 23.5 डिग्री को क्रांतीय मंडल कहा जाउछि। तो क्रांतीय मंडल जलवायु सर्वदा उष्म कहा तुलन रे उपक्रांतीय तुलन रे बुझी पारलो कि नहीं। भारत रे उत्तर रे हिमालय पर्वत अवस्था में समस्त जानिछे यार हाराहारी उच्चता 6000 मीटर मु कहली 165 डिग्री 165 मीटर जदि उच्चता वृद्धि हो ताले 1 डिग्री सेल्सियस कमी जो सेति पई पिला माने हिमालय रे हमें वृष्टिपात व वर्षा लक्ष्य करि नथौ। हमें हिमालय रे तुषारपात व स्नोफॉल हमें लक्ष्य करिथौ। पिला माने हिमालय रे भी गोटे विशेषता रहउची कि हिमालय गोटे नेचुरल गोटे प्राकृतिक गोटे बाउंड्री परिका भारत को पिला माने शीतल वायु प्रवाह रक्षा करिते। जदि हिमालय पर्वत श्रेणी न थांता ताले उत्तर भारत सदा संपूर्ण भाव में पिला माने शीत समय शीत ऋतु रे पूरा पूरी भाव में पिला माने बरफ दिल्ली रे बरफ पड़ता पंजाब रे बरफ पड़ता आमर उत्तर प्रदेश रे बरफ पड़ता। तो हिमालय पई पिला माने कोन होइतै कि हमर जो उपक्रांतीय अंचल रे जो प्रभाव जो उत्तर पूर्व जो शीतल वायु जो प्रभावित होउछ ताकू ये कोन करितै क्रमागत भाव में ताकू अटकेइतेबा रक्षा करितै हिमालय पर्वत श्रेणी। से देख लिखा तेणु भारतर उत्ताप शीत दिन एशिया ठारू अधिक थाए और मध्य एशिया पर शीत दिन अधिक शीत अनुभूत हुए ना। समुद्र पतन ठारू उच्चता अनुसार तापमात्रा कमी जाए। समुद्र पतन ठारू आम तार गोटे उपादान थिला कि जिते आम समुद्र पतन ठारू दूर को जीवा आमर उच्चता वृद्धि हे तापमात्रा कौन होता है क्रमशः आम ह्रास पाई था। तेणु ग्रीष्म ऋतु पिला पर्वत उपर कौन लगी ठंडा लगी एवं वायुर घनत्व मध्य उच्चता अनुसार धीरे 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 कमी जाए। अधिक उच्चतार वायु पतला होता है। कौन स्थान चाप और वायु प्रभाव साधारणतः अक्षांश तथा तार उच्चता उपर निर्भर करें। या द्वारा उत्ताप और वृष्टिपात मध्य पिला कौन होता है नियंत्रण होता है। बुझीपार कि नहीं। द्वितीय देख कि समुद्र मुझे पिला तुमको केमिति स्थल जल को वायु प्रभावित होता है केमिति जल स्थल को वायु प्रभावित होता है तुमको टे बुझे दूची। आम यही सब जिनस आम लक्ष्य करवा समुद्र उपकूलवर्ती राज्य गुड़ाक जो मैंने समुद्र को बुलवा जाइछ तुम निहाती भाव में यही सब परिवर्तन यही सब जो जिनस गुड़ाक लक्ष्य कर दिन समय देख मु कहली कि भूमि बा स्थल जल्दी गरम होता है कहा तुलन तरल जल तुलन। दिन समय सूर्य रश्मि पड़े कौन होची ना भूमि जल्दी गरम होची कहा तुलन जल तुलन। जल्दी जदि गरम हम ताप तार वृद्धि हम यदि ताप वृद्धि हम चाप कमिज चाप कमिज चाप चाप केमती कमुची देख ताप ताप पड़ला एठिकार थिबा जो जलीय कणा गुड़ाक हालुका आहरी बेटर वे रे एक्सप्लेन कर दूची। तुम देखी घरे माँ चा गरम करती जिते चा गरम ताको अधिक ताप देवे जल कौन होता है परिवर्तन जल धीरे 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 गरम होगी बाष्प को पिला माने कौन होता है परिवर्तन होता है। सही परि एटी मध्य दिन समय स्थल रे पिला माने जलीय कणा गुड़ाक उत्ताप पाइबारु हालुका होगी ऊपर को उठे जाती। बुझीपार कि नहीं। सही समय पिला माने सही स्थान जलीय कणा को परिपूर्ण करने समुद्र शीतल वायु क्रमागत भाव में प्रवेश करें। बुझीपार कि नहीं। देख जो वायुमंडल वायु जो जलीय कणा कौन है गरम होगी उठीगला तो ये लघुचाप सृष्टि करा चाप तार कमीगला हालुका होगी उठीगला तार चाप कमीगला से आम लघुचाप कहूँ और लघुचाप को पूरण करने समुद्र शीतल वायु प्रवेश कर शीतल वायु को पिला माने कौन कहे गुरुचाप कहूँ। बुझीपार कि नहीं। तो आम ये कौन जानिले कि वायु वायु जो वायु प्रभावित करुच्ची ये सदा सर्वदा गुरुचापर पिला माने लघुचाप को प्रभावित होते गुरुचापरू लघुचाप को प्रभावित होते। वायुर प्रभाव किपरि कहले कौन कह गुरुचापरू लघुचाप। गुरुचाप कौन शीतल वायु होउची गुरुचाप आ उष्म वायु होउची लघुचाप। उष्म हेबा द्वारा जलीय कणा ऊपर को उठी ऊर्ध्वगामी होउची आ ताकू पूरण करबा पई शीतल वायु पिला माने क्रमागत भाव में प्रवेश करुची। बुझी पारलो कि दिन समय आम एमती लक्ष्य करुची। पुणी तार उल्टा रात्रि समय
ରାତ୍ରି ସମୟରେ କଣ ହଉଛି ନା ଭୂମି ବା ସ୍ଥଳ ଧୀରେ 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 ଥଣ୍ଡା ହଉଛି ଆଉ ଜଳ ଗରମ ହଉଛି ଆଉ ଜଳରେ ପିଲାମାନେ ଯୋଉ ଆମେ ଲଘୁଚାପ ଲକ୍ଷ୍ୟ କରିବା ଜଳ ଗରମ ହେବା ଦ୍ୱାରା ତାର ଯୋଉ ଜଳୀୟ କଣା ଉପରକୁ ଉଠିବ ଊର୍ଦ୍ଧ୍ୱଗାମୀ ହବ ଆଉ ସ୍ଥଳରୁ ପିଲାମାନେ ବା ଭୂମିରୁ ପିଲାମାନେ କଣ ହବ ଯୋଉ ଶୀତଳ ବାୟୁ ପ୍ରବାହିତ ହବ। ତୁମେ ଲକ୍ଷ୍ୟ କରିଥିବ ସେଇଥିପାଇଁ ସମୁଦ୍ରରେ ଯୋଉମାନେ ମାଛ ଧରନ୍ତି ସେମାନେ କେବେ ଦିନ ସମୟରେ ଜାହାଜ ନେଇକି ଯାଆନ୍ତିନି। ଜାଣିଛନ୍ତି ସେମାନେ କି ରାତ୍ରି ସମୟରେ ବାୟୁ ପ୍ରବାହ ସ୍ଥଳରୁ ଜଳକୁ ଯିବ ତ ଅତି ସହଜରେ ସେମାନେ ଜାହାଜକୁ ପୁରା ସମୁଦ୍ର ଭିତରକୁ ନେଇ ପାରିବେ। ପୁଣି ରାତି ସାରା ସେମାନେ ମାଛ ଧରିବେ। ପୁଣି ସେମାନେ କଣ ନା ଯେତେବେଳେ ଦିନ ହଉଛି ତ ପୁଣି ତାର ଓଲଟା ବା ସମୁଦ୍ରରୁ କଣ ଶୀତଳ ବାୟୁ ଆମର ଯୋଉ ସ୍ଥଳକୁ ପ୍ରବେଶ କରୁଛି ତ ଅତି ସହଜରେ ସେମାନେ ସମୁଦ୍ର ଭିତରକୁ ପ୍ରବେଶ କରନ୍ତି ଆଉ ଅତି ସହଜରେ ସେମାନେ ସମୁଦ୍ରରୁ ସ୍ଥଳକୁ ଆସିଥାନ୍ତି ଏଇ କାରଣ ପାଇଁ। ବୁଝିପାରିଲ କି ନାହିଁ? ତାପରେ ଆସୁଛି ପିଲାମାନେ ସବୁଠାରୁ ମୁଖ୍ୟ କି ବାୟୁର ଚାପ ଓ ବାୟୁ ପ୍ରବାହ। ବାୟୁ ପ୍ରବାହ ମୁଁ କହିଲି କିପରି ହେଇଥାଏ ଗୁରୁଚାପରୁ ଲଘୁଚାପକୁ ଲଘୁଚାପରୁ ଗୁରୁଚାପକୁ କେବେ ପ୍ରବାହିତ ହୋଇନଥାଏ। ବାୟୁର ପ୍ରବାହ ସର୍ବଦା ଗୁରୁଚାପରୁ ଲଘୁଚାପକୁ ହୋଇଥାଏ। ପିଲାମାନେ ଦେଖିବା କି ଭାରତର ଜଳବାୟୁ ପାଗ ତଥା 3 ଅବସ୍ଥା ଉପରେ ନିର୍ଭର କରିଥାଏ ଯେମିତିକି ବାୟୁର ଚାପ ଓ ଭୂପୃଷ୍ଠର ବାୟୁ ପ୍ରବାହ ଯାହାକୁ ଆମେ ଭୂପୃଷ୍ଠର ବାୟୁ ପ୍ରବାହକୁ ଆମେ ନିୟତ ବାୟୁ ପ୍ରବାହ ଖାତାରେ ନୋଟ କର ନିୟତ ବାୟୁ ପ୍ରବାହ ତାକୁ ଆମେ ସ୍ଥାୟୀ ବାୟୁ ପ୍ରବାହକୁ ପରମାନେଣ୍ଟ ୱିଣ୍ଡ କହିଥାଉ। ବୁଝିପାରିଲ କି ନାହିଁ? ସଦା ସର୍ବଦା ପୃଥିବୀର ସେହି ସ୍ଥଳରେ ସେହି ବାୟୁ ପ୍ରବାହିତ ହବ ଗୁରୁଚାପରୁ ଲଘୁଚାପକୁ ପ୍ରବାହିତ ହବ ତାକୁ ଆମେ ନିୟତ ବାୟୁ ପ୍ରବାହ କହୁଛେ ବା ତାକୁ ଆମେ ସ୍ଥାୟୀ ପରମାନେଣ୍ଟ ସ୍ଥାୟୀ ସଦା ସର୍ବଦା ସେହି ସ୍ଥାନରେ ସେହି ଦିଗକୁ ସେତିକି ବେଗରେ ସେତିକି ମାତ୍ରାରେ ପରିମାଣରେ ତାର ମାନେ ବାୟୁ ପ୍ରବାହିତ ହବ। ଦ୍ୱିତୀୟ ହଉଛି ଊର୍ଦ୍ଧ୍ୱ ସ୍ତରର ବାୟୁ ପ୍ରବାହ। ଊର୍ଦ୍ଧ୍ୱ ସ୍ତର ଅଧିକ ଉଚ୍ଚତାରେ ବାୟୁ ପ୍ରବାହିତ 8000 ମିଟର ଉଚ୍ଚତାରେ ବାୟୁ ପ୍ରବାହିତ ହେଇଥାଏ। याकू जेट स्ट्रीम कहती। जेट स्ट्रीम कहले पिला माने कौन जेट तुम देखि जेट इंजन बहुत स्पीड रे तार जाई थाई तो पवन रो वेग मध्य पिला माने से 800 किलोमीटर प्रति घंटा 900 किलोमीटर प्रति घंटा रे तार माने वेग रे ऊर्ध्व हमरो जो वायुमंडल 8000 किलोमीटर ऊर्ध्व रे तार माने प्रवाहित होई थाई। तापरे आछि पश्चिम लघुचाप विशृंखला बा ताको हम वेस्टर्न डिस्टर्बेंस कहितो। एई तीनोटी कारणरू आमे आम देश रो मौसुमी जलवायु पूरा पूरी भाव में डिपेंडेबल वायु चाप तथा नियत वायु प्रभाव पाई ऊर्ध्व स्तर वायु प्रभाव पाई और पश्चिम लघुचाप विशृंखला पाई। देख समस्ते देख एटी लक्ष्य कर जेहेतु सूर्यर लंबवत रश्मि यही स्थान में पड़ुछि केते डिग्री रु 0 डिग्री रु 5 डिग्री उत्तर और 0 डिग्री रु 5 डिग्री दक्षिण। ताप अधिक चाप कौन हो जाउछि कमी जाउछि। सूर्यर यदि लंबवत रश्मि यही स्थान में पड़िबो ताले ए स्थान ताप रे वृद्धि देखा जिवो। यदि ताप रे वृद्धि देखा जिवो ताले चाप रे परिवर्तन आमे लक्ष्य करिबा। ताप वृद्धि हेले खातार लेख ताप वृद्धि चाप ह्रास चाप ह्रास चाप रे आमे कोन देखि थाउ ह्रास लक्ष्य करि थाउ। ताप वृद्धि हेले ताप आमे जानिले किपरि भाव रे ताप वृद्धि हेले गोटे स्थान रो चाप कोन होउछि कमी जाउछि। वायु प्रभाव किपरि ना गुरु चापरू कोटिक जाउछि लघु चाप को जाउछि। तो एही स्थान रे सदा सर्वदा सूर्यर उत्ताप अत्याधिक पड़ुथिबारु एही स्थान रे पिला माने चाप कोन हेइते क्रमागत भाव रे कमी जाइथे। तो पृथ्वीर 0 डिग्री रु 5 डिग्री उत्तर और 0 डिग्री रु 5 डिग्री दक्षिण रे पिला माने सदा सर्वदा हमें एठी लघुचाप लक्ष्य करि थाउ। आ एही लघुचाप बलय को पिला माने कोन कोन कहवा जाय विषुव रेखा लघुचाप बलय। खातारे नोट करे एमानंकु नियत वायु प्रवाह कहवा जाउची स्थायी वायु प्रवाह। तो नियत तथा स्थायी स्थायी काहे कि कहवा जाउची सदा सर्वदा एही स्थान रे
ସେଇ ସେଇ ପ୍ରକାର ସେଇ ବେଗରେ ସେଇ ଆର୍ଦ୍ରତାରେ ବାୟୁ ପ୍ରବାହ ସଦାସର୍ବଦା ପୁରାପୁରି ଭାବରେ ଲାଗୁ ରହୁଛି। ତ ୟାର ନାଁ କଣ କହିଲି ମୁଁ? ବିଷୁବ ରେଖା ଲଘୁଚାପ ବଳୟ। ଲଘୁଚାପ କାହିଁକି ଲଘୁଚାପ? ସୂର୍ଯ୍ୟର ଉତ୍ତାପ ସଦାସର୍ବଦା ଏଇ ସ୍ଥାନରେ ପଡୁଛି, ତ ଏଇ ସ୍ଥାନଟା ସଦାସର୍ବଦା କଣ ରହିବ? ଚାପଟା ଲଘୁ ରହିବ। ଠିକ ତାର ଉତ୍ତରକୁ 30 ଡିଗ୍ରୀରୁ 40 ଡିଗ୍ରୀ ଉତ୍ତର ଏବଂ 30 ଡିଗ୍ରୀ ଦକ୍ଷିଣରୁ 40 ଡିଗ୍ରୀ ଦକ୍ଷିଣ, ଏଠି ଯଦି ଲଘୁଚାପ ରହୁଛି ତାହେଲେ ତାକୁ ପୂରଣ କରିବା ପାଇଁ ଶୀତଳ ବାୟୁ ପ୍ରବାହିତ ହବ କି ନାହିଁ? ହବ କି ନାହିଁ? ଶୀତଳ ବାୟୁକୁ ମୁଁ କଣ କହିଥିଲି? ଗୁରୁଚାପ କହୁଥିଲି। ତ 30 ଡିଗ୍ରୀରୁ 40 ଡିଗ୍ରୀ ମଧ୍ୟରେ ଆମେ ଗୁରୁଚାପ ବଳୟ ଦେଖିଥାଉ ଉଭୟ ଗୋଲାର୍ଦ୍ଧରେ। ଉତ୍ତର ଗୋଲାର୍ଦ୍ଧରେ ବି 30 ଡିଗ୍ରୀରୁ 40 ଡିଗ୍ରୀରେ ଆମେ ଗୁରୁଚାପ ବଳୟ ଲକ୍ଷ୍ୟ କରିଥାଉ। ଆଉ ସେଇ ଗୁରୁଚାପ ବଳୟରୁ ପିଲାମାନେ ଶୀତଳ ବାୟୁ ପ୍ରବାହିତ ହେଇଥାଏ କୋଉଠିକୁ ପ୍ରବାହିତ ହେଇଥାଏ? 0 ଡିଗ୍ରୀ ବିଷୁବ ରେଖା ଅଞ୍ଚଳକୁ ପ୍ରବାହିତ କ୍ରମାଗତ ଭାବରେ ହେଇଥାଏ। ଆଉ ଏଇ ବାୟୁ ପ୍ରବାହକୁ ଆମେ କଣ କହିଲେ ନା ବିଷୁବ ରେଖା ଲଘୁଚାପ ବଳୟ କହିଲେ। ବୁଝିପାରିଲ କି ନାଇଁ? ଯୋଉଟା କି ଲଘୁଚାପ ଆଉ ଠିକ ତାର ଉତ୍ତରକୁ ଗୁରୁଚାପ ରହୁଛି। ବୁଝିପାରିଲ କି ନାଇଁ? ଏବେ ଦେଖ ପୁଣି ଏଇଠି ଆମେ ଲକ୍ଷ୍ୟ କରିଥାଉ ଲଘୁଚାପ 650 ଡିଗ୍ରୀ ଉତ୍ତରରୁ ଦକ୍ଷିଣ, ଏଟା 74 ଡିଗ୍ରୀ ଉତ୍ତର। ଆଉ ଏଠି ପିଲାମାନେ ବୁଝିପାରୁଥିବ 90 ଡିଗ୍ରୀ ଉତ୍ତର ଆଉ 90 ଡିଗ୍ରୀ ଦକ୍ଷିଣ, ଯେହେତୁ ସୂର୍ଯ୍ୟର ରଶ୍ମି ପୁରାପୁରି ଭାବରେ ଶୂନ୍ୟ ବା କମି ଯାଉଛି। ସୂର୍ଯ୍ୟ ରଶ୍ମି ଏଠି ଅଧିକ କହିକି ଚାପ ଲଘୁ, ଆଉ ଏଠି କମ କହିକି ଚାପଟା କଣ ହେଇଯିବ? ଗୁରୁ। ଏଠି ବୃଷ୍ଟିପାତ ହେଇପାରୁଛି କି? ଜମାରୁ ବୃଷ୍ଟିପାତ ହେଇପାରୁନାହିଁ। ଆମେ ତ ଏଠି ତୁଷାରପାତ ଲକ୍ଷ୍ୟ କରୁଛେ, ସ୍ନୋଫଲ ଲକ୍ଷ୍ୟ କରୁଛେ। ତ ପରିବେଶଟା ପୁରାପୁରି ଭାବରେ କିପରି ଥିବ? ଶୀତଳ ଥିବ ବା ଥଣ୍ଡା ଥିବ। ବୁଝିପାରିଲ କି ନାହିଁ? ତ ଚାପ ବଳୟକୁ ନେଇକି ପିଲାମାନେ ଆମ ପୃଥିବୀକୁ ଏମିତି ଭାଗ କରାଯାଇଛି, ଯେମିତି ବିଷୁବ ରେଖା ଲଘୁଚାପ ବଳୟ, ୟାକୁ ଉପକ୍ରାନ୍ତୀୟ ଗୁରୁଚାପ ବଳୟ କୁହାଯାଏ, ୟାକୁ ଉପମେରୁ ଲଘୁଚାପ ବଳୟ କୁହାଯାଏ, ଆଉ ୟାକୁ ଉତ୍ତର ମେରୁ ଗୁରୁଚାପ ବଳୟ କୁହାଯାଏ। ଠିକ ସମାନ ପିଲାମାନେ ଦକ୍ଷିଣ ଗୋଲାର୍ଦ୍ଧରେ ବି ଆମେ ସେଇ ପ୍ରକାର ଲଘୁଚାପ ଓ ଗୁରୁଚାପ ବଳୟ ଦେଖିଥାଉ। ମୁଁ କହିଲି କି ଗୁରୁଚାପରୁ ସଦାସର୍ବଦା ଲଘୁଚାପକୁ ପିଲାମାନେ କଣ ହେଇଥାଏ? ବାୟୁ ପ୍ରବାହ କରିଥାଏ। ତ ସଦାସର୍ବଦା ପିଲାମାନେ କଣ ନା ଗୁରୁଚାପରୁ ଲଘୁଚାପକୁ ଏମିତି ବାୟୁ ପ୍ରବାହିତ ହବ କି ନାହିଁ? ସଦାସର୍ବଦା ଏମିତି ବାୟୁ ପ୍ରବାହ ହବ କି ନାହିଁ? ତ ଏହି ପ୍ରବାହ ପୁରାପୁରି ବର୍ଷ ସାରା ତାର ମାନେ ସେଇ ସ୍ଥାନରେ ପୁରାପୁରି ଭାବରେ ହେଉଥାଏ। ଆଉ ତାକୁ ନେଇକି ପିଲାମାନେ ଆମେ ଜଳବାୟୁରେ କଣ ଦେଖିଥାଉ? ପରିବର୍ତ୍ତନ ଦେଖିଥାଉ। ଯୋଉଟା ଲଘୁ ଥିବ ତ ସେଇଠି ବହୁତ ବୃଷ୍ଟିପାତ ହବ, କାହିଁକି ନା ଚାପ କମ କହିକି ପିଲାମାନେ ତାର ଯୋଉ ଜଳୀୟ କଣା କଣ ହେଇଥାଏ ନା ଅତି ଉଚ୍ଚକୁ ଚାଲି ଯାଇଥାଏ, ସେଇଠି ଘନୀଭୂତ ହେଇକି ପୁଣି ବୃଷ୍ଟିପାତ ବା ବର୍ଷା କରେଇଥାଏ। ତ ଲଘୁଚାପରେ ପିଲାମାନେ ଆମେ କଣ ପାଗ କିପରି ଦେଖିବା? ଜଳବାୟୁ କିପରି ଦେଖିବା? ମେଘୁଆ ଲକ୍ଷ୍ୟ କରିବା, ଘଡଘଡି ଲକ୍ଷ୍ୟ କରିବା, ବୃଷ୍ଟିପାତ ଲକ୍ଷ୍ୟ କରିବା। ସେଇଥିପାଇଁ ପିଲାମାନେ ଏଇ ସ୍ଥାନରେ ଆମେ ଦେଖ ସଦାସର୍ବଦା ଲଘୁଚାପ କହିକି ଏଇ ସ୍ଥାନରେ ଆମେ ଅଧିକ ବୃଷ୍ଟିପାତ ପାଇଥାଏ। ଆଉ ଅଧିକ ବୃଷ୍ଟିପାତ ପାଇଁ ପିଲାମାନେ ଏଇ ଆଖ୍ୟାଂଶ ମଧ୍ୟରେ ଆମେ ପୃଥିବୀର ସମସ୍ତ ବୃହତ ନଦୀ ମଧ୍ୟ ଲକ୍ଷ୍ୟ କରିଥାଉ, ଆମାଜନ ତଥା ନାଇଲ। ବୁଝିପାରିଲ କି ନାଇଁ? ଏଇଠି ଆମେ ସମସ୍ତ ଯୋଉ ବଡ ବଡ ଯୋଉ ଅରଣ୍ୟ ମଧ୍ୟ ଲକ୍ଷ୍ୟ କରିଥାଉ, ଯେମିତି କି ଆମାଜନ ଅରଣ୍ୟ ହେଲା। ବୁଝିପାରିଲ କି ନାଇଁ? ଘଞ୍ଚ ଅରଣ୍ୟ ଆମେ ସବୁ ଲକ୍ଷ୍ୟ କରିଥାଉ ଏଇ ସ୍ଥାନରେ। ଯୋଉ ସ୍ଥାନଟା ଗୁରୁଚାପ ଥିବ, ଗୁରୁଚାପରେ ଆକାଶ ପୁରାପୁରି ଭାବରେ ସ୍ୱଚ୍ଛ ଥାଏ, ପୁରାପୁରି ସଫା ଥାଏ। ବୁଝିପାରିଲ କି ନାଇଁ? ତ ଲଘୁଚାପରେ ପିଲାମାନେ ଆମେ ବୃଷ୍ଟିପାତ ଲକ୍ଷ୍ୟ କରିଥାଉ, ଗୁରୁଚାପରେ ପିଲାମାନେ ଆକାଶ ଆମେ ପୁରାପୁରି ଭାବରେ ସଫା ବା ସ୍ୱଚ୍ଛ ଲକ୍ଷ୍ୟ କରିଥାଉ। ବୁଝିପାରିଲ କି ନାଇଁ? ତାପରେ ଆସୁଛି ବାୟୁର ଚାପ ଓ ଭୂପୃଷ୍ଠର ବାୟୁ ପ୍ରବାହ। ଆମେ ଦେଖିଲେ କି ପୃଥିବୀର ଆଖ୍ୟାଂଶ ଅନୁସାରେ ପିଲାମାନେ କେମିତି ସେଇଠି କୋଉଠି ଲଘୁଚାପ ସୃଷ୍ଟି ହଉଛି, କୋଉଠି ଗୁରୁଚାପ ସୃଷ୍ଟି ହଉଛି। ଏବେ ଦେଖ ଭାରତ ଉତ୍ତର ପୂର୍ବ ବାୟୁ ପ୍ରବାହ ଅଞ୍ଚଳରେ ଅବସ୍ଥିତ। ଉତ୍ତର ପୂର୍ବ ବାୟୁ ପ୍ରବାହ ଯୋଉଟାକୁ ପିଲାମାନେ ଗୋଟେ ଗୁରୁଚାପ ବଳୟରେ ଅବସ୍ଥିତ କହିଲେ ଚଲେ।
गुरुचाप कहले पिला माने से कोन ना सेठी वायु प्रवाह सदा सर्वदा लघुचाप को जीव उत्तर पूर्व वायु उपक्रांतीय गुरुचाप बलयरू दक्षिण रे थिबा विषुव रेखा लघुचाप बलय को प्रभावित होइथै देखो कहला कोन ना ये होची सही उत्तर पूर्व गुरुचाप बलय उत्तर पूर्व गुरुचाप उत्तर और पूर्व गुरुचाप बलय एठी हमरो भारत देश अवस्थित तो सदा सर्वदा एठी गुरुचाप रे आकाश पिला माने कोन थाए सफा थाए स्वच्छ थाए तो हम वृष्टिपात पाई पारुचे कि नहीं आ गुरुचाप बलय पिला माने लघुचाप देखो एठी उत्तर पूर्व तार दक्षिण को पिला माने सदा सर्वदा कोन करूची ना वायु क्रमागत भाव रे प्रवाहित होउची बुझी पारलो कि नहीं देखो विषुव रेखा लघुचाप बलय को प्रभावित होता है बा गुरुचाप से लघुचाप को तार वायु प्रभावित करता है से पिला माने वृष्टिपात करता है बुझी पारलो कि नहीं पिला माने जो आमे जो वायुर जो वायु प्रवाह जदि मु दिग को आउ टिके वर्णना करी मु कहीदेली कि वायु प्रवाह कोठी लघुचाप होता है कोठी गुरुचाप होता है किंतु तार दिग विषय आलोचना करना एठी देखो कि समस्त दिग गुड़ाक वर्णना करा जायछि कौन वर्णना करा जायछि दिग गुड़ाक देखि पारबो पिला माने कि वायु एठी केंती से कौन ना से देखि पारुतबो एटा कि तार दिग परिवर्तन करूछि से एमती जाई पारि थांता बुझी पारलो कि नहीं सीधा सड़क एमती जदि कहबी सीधा सड़क एमती आसी पारि थांता किंतु टिके बंका हो जायछि एमती ये भी सीधा सड़क एमती जाई पारि थांता किंतु टिके बंका होइछि एठी ये भी सीधा सड़क एमती एठू जाई पारि थांता ये भी बंका तो एई जो आमे परिवर्तन लक्ष्य करूछि वायु प्रवाह जो दिगरे जो परिवर्तन लक्ष्य करूछि तार भी गोटे कारण अछि काहे कि से टिके बंके जाउछि ताकू पिला माने आमे कोन कहिताउ कोरियोलिस बल कहिताउ जीजी कोरियोलिस से देखिले कि एई जो नियत वायु प्रवाह बा एई स्थायी वायु प्रवाह ये जते बेले उत्तर गोलार्धरु को दक्षिण गोलार्ध बा दक्षिण गोलार्धरु उत्तर गोलार्ध को प्रभावित होउछि बा लघुचाप रु गुरुचाप अंचल को प्रभावित करूछि उत्तर गोलार्धरु सदा सर्वदा ये डाहाण को बंका तार जो बांकोटा पिला माने डाहाण को बंके जाउछि राइट साइड को बंके जाउछि आ दक्षिण गोलार्धरे पिला माने सेटा बाम पार्श्व को बा लेफ्ट साइड को सेटा बंके जाउछि तो एई जो परिवर्तन को हमें कौन कही कहीं एटा परिवर्तन होउछि एटा ना पृथ्वीर जो घूर्णन पाई बा पृथ्वी तुम जानिथिबो पश्चिम रु पूर्व को पिला माने कोन करते घूर्णन करते आवर्तन करते और एई घूर्णन पाई पिला माने गोटे बल सृष्टि होउछि ताको हमें कोरियोलिस बल कहिताउ और एई कोरियोलिस बल पाई पिला माने वायु प्रवाह रो दिगरे परिवर्तन वायु सीधा सड़क एमती प्रभावित न करिकि टिके बंके जाउछि उत्तर गोलार्धरे डाण को बंके जाउछि और दक्षिण गोलार्धरे पिला माने से बाम को बंके जाउछि बुझी पारलो कि नहीं बुझी पारलो कि नहीं तापर आउछि देखो तापर मु टिके जेट स्ट्रीम विषय आलोचना करिवि जेट स्ट्रीम रो अर्थ होउछि पिला माने कि जो वायु प्रवाह बहुत अधिक वेगरे प्रवाहित करिवो केते अधिक वेग ना पाखापाखि 300 किलोमीटर रु 900 किलोमीटर पर्यंत प्रति घंटा वेगरे से पिला माने परिवर्तन होइथाय आमे देखो आमे पढ़िले आमे कोन पढ़िले कि लघुचाप बलय रु गुरुचाप बलय को क्रमागत भाव रे वायु प्रवाहित करूछि बुझी पारलो कि नहीं एटा लघुचाप बलय एटा गोटे गुरुचाप बलय एटा लघुचाप बलय एटा गोटे गुरुचाप बलय एटा लघुचाप बलय तो जो वायु जो गुरुचाप जो लघुचाप बलय को जाउछि एई समय रे पिला माने एई जो स्थान रे वायुर बेग एमती एटू गुरुचाप बलय आसुतबो एपटू एमती लघुचाप बलय रु पिला माने जो वायु प्रवाह होतबो जो स्थान रे मिसिबे सेठी पिला माने वायुर बेग अत्याधिक वृद्धि पाइए एटा पिला माने आमे पृथ्वीर भूपृष्ठर लक्ष्य आमे करि नथाउ एटा आमे पृथ्वीर ट्रोपोस्फियर रे आमे लक्ष्य करिथाउ ट्रोपोस्फियर जोटा कि पिला माने पाखापाखि हमर वायुमंडल रु जो प्रथम स्तर आ एटा पिला माने आमे 8000 उच्चतारे 8000 किलोमीटर उच्चतारे आमे लक्ष्य करिथाउ बुझी पारलो कि नहीं याकू ऊर्ध्व स्तर वायु प्रवाह कह जाए ताकू पश्चिमा वायु स्रोत ताकू नियंत्रण करिथाय पश्चिमा वायु स्रोत कहले जो वायु प्रवाह पिला माने पश्चिम दिगरु पूर्व दिग को प्रभावित करिवो बुझी पारलो कि नहीं पश्चिमा वायु स्रोत रो एक अंश विशेष होउछि पिला माने जेट स्ट्रीम ताकू जेट स्रोत कहिताउ जेट रो अर्थ स्पीड स्रोत रो अर्थ होउछि धार ए जो देखुछ एगुडा को पृथ्वीर एई अक्षांतर पिला माने सेटा पर सीधा सड़क जाउनी तरंग परिका प्रभावित होउछि अति बेगरे प्रभावित होउछि
बुझिपार कि नहीं ताकू जेड स्रोत कह पिला तार आख्यांश केते कहले केते कहबो 27.5 डिग्री उत्तर आख्यांश 27.5 डिग्री दक्षिण आख्यांश कहले चलिबो बुझिपार कि नहीं ठीक। तो आज का क्लास रे हमें देखिले कौन ना वायुमंडल किपरि सृष्टि होउची जलवायु नियामक आख्यांश किपरि परिवर्तन करुची उच्चता गोटे स्थान उच्चता परिवर्तन हेले तार जलवायु परिवर्तन किपरि होउची गोटे स्थान तापरे जदि परिवर्तन हम ताहले सेठी कौन परिवर्तन होउची गुरुचाप कौन लघुचाप कौन वायु प्रवाह किपरि होता है ता सब आम आलोचना करिए पिला माने ताकू नै कि किछि पिला माने लब्ध ज्ञान प्रश्न रही प्रश्न गुड़ा तो पिला माने समस्ते जे जानिबो हाथ टेकिबो देखो पृथ्वी चारि पाखरे घेरी रही वायुमंडल आस्तरण को डैश कह जाए पिलाने ताकू वायुमंडल कही था कौन से स्थान निर्दिष्ट समय वायुमंडल अवस्था को आम निर्दिष्ट स्थान वायुमंडल अवस्था को पाग कही था विस्तृत भाव में बुझे आम जलवायु कहवा कौन से विस्तृत अंचल दीर्घ समय पानीपागर हार अवस्था कौन कहवा जलवायु कहवा जलवायु कहवा बुझिपार कि नहीं पिला माने समय कम नेक्स्ट क्लास रे पुणी बुझीबा याकू नोट करी दबो जोटा बुझी पारिन निजर भूगोल शिक्षक को बुझी नबो एतिकरे मु शिक्षक मोर शेष करूची धन्यवाद।